ପିଲାମାନେ ଆମର 9th ଏକ୍ଜାମ୍ ଆମର ସରିଗଲା। ବର୍ତ୍ତମାନ ଆମ ସବୁଠାରୁ ଇମ୍ପୋର୍ଟାଣ୍ଟ ହେଉଛି ଆମର 10th ଏକ୍ଜାମ୍। ପିଲାମାନେ ଏଇଥରକ ଆମେ ପରୀକ୍ଷାର ଆମେ ଶେଷ 10th ଏକ୍ଜାମ୍ ଦେବାକୁ ଯାଉଛେ ହେଲା। ଏହା ପରଠୁ ଏହାର ପରବର୍ତ୍ତୀ ପିଲାମାନେ ଆଉ 10th ଏକ୍ଜାମ୍ ଦେବା ନାହିଁ, କେବଳ ଆମେ ହିଁ ଦେବା। କାରଣ ନ୍ୟୁ ଏଜୁକେସନ୍ ପଲିସି ବା NEP ଯାହାକୁ କହିବା ସର୍ଟ ଫର୍ମରେ ନ୍ୟାସନାଲ୍ ଏଜୁକେସନ୍ ପଲିସି ହେଲା, ତାହା ଲାଗିଯାଇଛି। ତେଣୁ ଆମେ ଲାଷ୍ଟ ଟାଇମ୍ 10th ଏକ୍ଜାମ୍ ଦେବା ଏବଂ ଏହାକୁ ଭଲରେ ବଢ଼ିଆରୁ ସ୍କୋର କରିକି ଜୀବନକୁ କ'ଣ ସରଳ କରିବା। ତାହେଲେ ପିଲାମାନେ 9th ଆମେ ଜାଣିଛେ ହେଲା, 9th ଆମ ପାଠ ସରିଗଲା। ବର୍ତ୍ତମାନ ଆମେ 10th ପଢ଼ିବା। ତାହେଲେ ପିଲାମାନେ କହିଲ ଆମର 10th ପଢ଼ିବା ପାଇଁ ହେଲା ଆମର ନୂଆ ସିଲାବସ୍ ଜାରି ହେବ। ସେଇ ସିଲାବସ୍ ରହିବ କି ନ ରହିବ ଆମକୁ ଜଣା ନାହିଁ, କିନ୍ତୁ ସେଥିରେ କିଛିଟା ଚାପ୍ଟର ରହିବ। ଫାର୍ଷ୍ଟ ହେଲା ଚାପ୍ଟର ରହିବ ହେଲା, ଯେମିତି ଆମର ହେଲା ବନ୍ଦେ ଉତ୍କଳ ଜନନୀ ହେଲା। ଆମେ ବି କହିପାରିବା ନାହିଁ ହେଲା, ବର୍ତ୍ତମାନ ଆମର ବହି ଚେଞ୍ଜ ହେଉଛି। ଯେହେତୁ ବହି ଚେଞ୍ଜ ହେଉଛି, ତାହେଲେ ଆମକୁ ନୂଆ ବହି ଆସିଲା ପରେ ଆମେ ଜାଣିପାରିବେ ଯେ କେଉଁ କେଉଁ ଚାପ୍ଟର ଅଛି କି ଫୁଲ୍ ବହି ଚେଞ୍ଜ ହେଇଯାଇଛି ହେଲା, ତାହା ଆମେ ଦେଖିବା। ତେଣୁ ବର୍ତ୍ତମାନ ଯାହା ବି ଆମ ପାଖରେ ବହି ଅଛି ପୁରୁଣା ବହି, ସେଥିରୁ ଅଳ୍ପ ଅଳ୍ପ ପଢ଼ୁଥାଅ। କାରଣ ଦେଖ ପିଲାମାନେ ବହି ଚେଞ୍ଜ ହେଇଯିବ, ପୁରା ପାଠ ତ ଆଉ ଚେଞ୍ଜ କରିଦେବନି। ପୁରା ପାଠ ଚେଞ୍ଜ କଲେ ତ ଆମେ ଜାଣିପାରିବାନି କିଛି ହେଲା। ତେଣୁ ଆମକୁ ଏଇଥରକ ଲାଷ୍ଟ ଏକ୍ଜାମ୍, ତେଣୁ ବେଷ୍ଟ ଦେବା ହେଲା। ଏବଂ ଯେତିକି ଅଛି ତାକୁ ପଢ଼ୁତ ଭଲ ଭାବରେ ଏବଂ ଏବେଠୁ ପଢ଼ା ଷ୍ଟାର୍ଟ କର। ଆମେ ଭାବୁଛେ ଲାଷ୍ଟକୁ ପଢ଼ିକି ଆମେ 90% ରଖିଦେବା, ନାଇଁ ପିଲାମାନେ, ଆମେ ଫାଷ୍ଟ ଡେରୁ କ'ଣ କରିବାକୁ ପଡ଼ିବ, ଆରମ୍ଭ କରିବାକୁ ପଡ଼ିବ। ତାହେଲେ ଆମେ ବହୁତରୁ ବଢ଼ିଆ ସ୍କୋର କରିପାରିବା। ତେଣୁ ପ୍ରଥମ ଦିନରୁ ଆରମ୍ଭ କରିବା ଏବଂ ଶେଷ ଦିନକୁ ଆମେ ଯେମିତି ଆମ ପାଖରେ ରିଭିଜନର ଆଉ ଅଭାବ ହେବନି। ଆମେ ରିଭିଜନ 30-40 ଥର କରିଦେଇଥିବା, ଏତେ ଥର ଯେ ଆମ ପରୀକ୍ଷାରେ ବସିଲା ବେଳେ ଆମ ମୁଣ୍ଡରେ ଖାଲି ପାଠ ଅନର୍ଗଳ ବାହାରୁଥିବ କୋଶ୍ଚିନ୍ ଦେଖିକି ହେଲା। ବର୍ତ୍ତମାନ ଆମର AI କ୍ୟାମେରା ଲାଗିଯାଇଛି ହେଲା। କପିର ମଧ୍ୟ ଆଶା କରନି, କେଉଁଠି ବି କପି ହେଉନି ହେଲା। ଯେମିତି ଆମେ ନବମ ଦଶମରେ ଟିକେ ସାଙ୍ଗମାନଙ୍କୁ ପଚାରି ଦେଉଥିଲେ, ଟିକେ କହୁଥିଲେ, ସେମିତି ନାହିଁ। ଏହା ପୁରା ଷ୍ଟ୍ରିକ୍ଟରେ ଏକ୍ଜାମ୍ ହେଉଛି ଏବଂ ପରୀକ୍ଷା ଭଲ ଭାବରେ କର। ବୁଝିହେଉଛି ତ? ଧନ୍ୟବାଦ ପିଲାମାନେ।